ପୋଡ଼ିବାର ପ୍ରୋସେସ୍। ନମସ୍କାର ସାଙ୍ଗମାନେ, ପୁଣି ଏକ ବ୍ଲଗ୍ରେ ଆପଣମାନଙ୍କୁ ସ୍ୱାଗତ। ତ ସାଙ୍ଗମାନେ, ଯାହାକି ମୁଁ କାଲି ନାଇଟ୍ରେ ଡ୍ୟୁଟି ଯାଇଥିଲି, ତ ରାତି ଗୁଡ଼ା ଯାହାକି ମୁଁ ଟିକେ ବି ଶୋଇନି। ତ ମୋତେ ଆଜି ସକାଳୁ ଆସିକି ଏତେ ନିଦ ଲାଗିଲା ମୁଁ ଶୋଇଗଲି, ଯାହାକି କମ୍ ସେ କମ୍ 12ଟାରେ ଯାହାକି ଉଠିଛି। ତ ଖାଇନି ପିଇନି, ଯାହାକି 12ଟାରେ ଉଠିଛି। ମୋତେ ଟିକେ ଦେହ ବହୁତ ଦୁର୍ବଳ ଲାଗିଲା ଏବଂ ଭଲ ଲାଗିଲା ନାହିଁ, ଯାହାକି ମାନେ ଦେହ ହାତ ଗୁଡ଼ା ଟିକେ ବଥା ଲାଗିଲା। ତ ଉଠିକି ଆଗ ବ୍ରସ୍ କଲି, ଗାଧୋଇ ଗୁଧାକି ଯାହାକି ନାସ୍ତା କରିସାରିଲା ପରେ ଏବେ ଯାହାକି ଅଛି, ତ ଏବେ ଆମର ଯାହାକି ରୋଷେଇ ଚାଲିଛି। ଏଇଠି ଦେଖିପାରୁଥିବେ, ଏଠି ପୋଟଳ ତରକାରୀ ଏବଂ ଆଳୁ କଷା ଚାଲିଛି, ଏଠି ରୋଷେଇ ଚାଲିଛି ଏଠି। ତ ଯାହାକି ବହୁତ ଦିନ ପରେ ଆପଣମାନେ ଦେଖିପାରୁଥିବେ, ଯାହାକି ଖରା ଟିକେ ଆଜି ଭଲ ଭାବରେ ଟିକେ ଖରା ଦେଇଛି। ଏଇ ଦେଖିପାରୁଥିବେ ଖରାର ଆଜି ଟିକେ ଯାହାକି କମ୍ ସେ କମ୍ 30 ଦିନ ପରେ ଏଇଠି ଖରା ଦେଖିବା ପାଇଁ ମିଳୁଛି। କି କରବ, ବାଇଗଣଟା ପୋଡ଼ିବ ନା କି? ପୋଡ଼ା ଆଇଟମ୍ ବଢ଼ିଆ ଲାଗେ। ତ ସାଙ୍ଗମାନେ, ଆପଣମାନେ କିଏ ପୋଡ଼ା ଆଇଟମ୍ ଖାଇବା ପାଇଁ ଭଲ ପାଆନ୍ତି, ତ କମେଣ୍ଟ ମାଧ୍ୟମରେ ନିହାତି କମେଣ୍ଟ କରି ଜଣାଇବେ। ପୋଡ଼ିବାର ପ୍ରୋସେସ୍ ଦେଖନ୍ତୁ, କେମିତି ବାଇଗଣକୁ ପୋଡ଼ିବେ। ପ୍ରଥମେ ତ ସାଇଡ଼୍ରୁ ଛୁରୀ ହେଉ କିମ୍ବା କେଉଁଥିରେ ବି ଆପଣ ଟିକେ ହାଲକା ମାନେ କଣା କରିଦେବେ। ନହେଲେ କ'ଣ ହୁଏ କି, ଯାହା ତା ଭିତରେ ଥିବ ଗ୍ୟାସ୍ ବାହାରି ପାରିବନି ଏବଂ ବାଇଗଣଟି ବ୍ଲାଷ୍ଟ ହେଇପାରେ। ସେଥିପାଇଁ ଆପଣମାନେ ଯଦି କଣା କରିଦେବେ, ତାହେଲେ ସିଝିବାରେ ବି ଜଲ୍ଦି ହେଇଥାଏ। ସାଙ୍ଗମାନେ, ମୁଁ ଏବେ ଆପଣମାନଙ୍କୁ ଗୋଟେ ଏମିତି ଲଙ୍କା ଗଛ ଦେଖେଇବି, ଯାହାକିରେ ସେ ଗଛଟି ବହୁତ ବଡ଼ କିନ୍ତୁ ଏତେ ଲଙ୍କା ଫଳୁଛି। ତ ଆପଣମାନେ ଦେଖିପାରୁଥିବେ, ଯାହାକି ଏଇ ସେଇ ଲଙ୍କା ଗଛ, ଯାହାକି ତାର ହାଇଟ୍ କମ୍ ସେ କମ୍ 5ରୁ 5.5 ଫୁଟ ହାଇଟ୍ ହେବ। ତ ଏଇଥିରେ ବହୁତ ସାରା ଲଙ୍କା ଫଳେ। ତ ଦେଖିପାରୁଥିବେ କେତେ ସାରା ସବୁ ଲଙ୍କା ଫଳିଛି। ୟାକୁ ଉପର ମୁହାଁ ଲଙ୍କା କୁହନ୍ତି। ତ ସେ ଉପର ଆଡ଼େ ହିଁ ମୁହଁ କରିଛି, ଦେଖୁଥିବେ ସାଙ୍ଗମାନେ, ଏଇଟା ଉପର ଆଡ଼େ ମୁହଁ ହେଇଛି। ତ ୟାକୁ ଉପର ମୁହାଁ ଲଙ୍କା କୁହାଯାଏ। ତ ଗଛଟି ବହୁତ ଭଲ, ଆଉ ଲଙ୍କା ବି ବହୁତ ଜୋରସେ ଫଳେ ସାଙ୍ଗମାନେ। ଦେଖିପାରୁଥିବେ, କମ୍ ସେ କମ୍ ମୋର ଖାଣ୍ଡ ପାଖାପାଖି ହାଇଟ୍ ହେଇଯିବ। ତ ସାଙ୍ଗମାନେ, ଆଜିକା ଡେଟ୍ରେ ନାରୀ ନିର୍ଯାତନା ବହୁତ ବଢ଼ିଯାଉଛି। ତ ଦିନକୁ ଦିନ ଯାହାକି ଆମ ସମାଜରେ ମାନେ ବହୁତ ଅଘଟଣା ଘଟୁଛି। ଦେଖିପାରୁଥିବେ, ଏଇ କିଛି ଦିନ ପୂର୍ବରୁ ଗୋଟିଏ ଯାହାକି କଲେଜରେ ଦୁର୍ଘଟଣା ଘଟିଥିଲା, ଯାହାକି ସେ ଝିଅଟେ ନିଜ ଦେହରେ ନିଆଁ ଲଗେଇକି ନିଜର ଜୀବନ ହାରି ଦେଇଥିଲେ। ଯାହାକି ସେ ବହୁତ ଡିପ୍ରେସନ୍ ଏବଂ ବହୁତ ଇଏରେ ତାକୁ ଟର୍ଚର୍ କରାଯାଉଥିଲା। ସେ କଲେଜର ଜଣେ MDO ତାଙ୍କୁ ସେମିତି ହଇରାଣ ହରକତ କରିଥିଲେ, ଯାହାକି ସେ ଏମିତି ପରିସ୍ଥିତିରେ ଆସିଲେ, ଯାହାକି ତାଙ୍କର ଜୀବନକୁ ସେ ହରାଇବା ପାଇଁ ବି ସେ ପଛେଇଲେ ନାହିଁ। ତ ଏହା ଆମ ଓଡ଼ିଶା ପାଇଁ ବହୁତ ଦୁଃଖର କଥା। ତ ଆଉ କାଲି ଯାହାକି ରିସେଣ୍ଟଲି ଗୋଟେ ନିମାପଡ଼ାରେ ସେମିତି ପୁଣି ଗୋଟେ ସେମିତି ଦୁର୍ଘଟଣା ଦେଖିବା ପାଇଁ ମିଳିଛି। ତ ସେଠି କ'ଣ କି, ସେ ବି ସେଟା ତ କଲେଜର ଝିଅ ହେଇଥିଲା, କିନ୍ତୁ ଏଟା ହେଉଛି ସ୍କୁଲର ମାନେ ହାଇସ୍କୁଲର ଗୋଟେ ଝିଅ। ତାକୁ 3 ଦୁର୍ବୃତ୍ତ ବାଇକ୍ରେ ଉଠେଇ ନେଇକି ତା ମୁହଁରେ କପଡ଼ା ବାନ୍ଧି ଦେଇକି ତା ଦେହରେ ପେଟ୍ରୋଲ ଦେଇକି ତା ଦେହରେ ନିଆଁ ଲଗେଇ ଦେଇଥିଲେ। ତ ସାଙ୍ଗମାନେ, ଜଣକୁ ମାନେ ବଞ୍ଚିଥିବା ଅବସ୍ଥାରେ ନିଆଁ ଲଗେଇଲେ ତା ଦେହକୁ କେତେ କଷ୍ଟ, କେତେ ଯନ୍ତ୍ରଣା ହେଇଥାଏ, ଯାହା ଉପରେ ନିଆଁ ଲାଗିଥାଏ ସିଏ ହିଁ ଜାଣିଥାଏ। ତ ସାଙ୍ଗମାନେ, କେତେ କଷ୍ଟ, କେତେ ଭୟଙ୍କର ତାର ଯାହାକି ମୃତ୍ୟୁ ହେଇଥିବ। ତ ସାଙ୍ଗମାନେ, ଏମିତି ଘଟଣା ଯାହାକି ବହୁତ ବଢ଼ି ଚାଲୁଛି ଆମ ଓଡ଼ିଶାରେ। ତ ସାଙ୍ଗମାନେ, ୟାକୁ କେମିତି ବନ୍ଦ କରିହେବ, ତ ଆପଣମାନେ ନିହାତି କମେଣ୍ଟ ମାଧ୍ୟମରେ ଜଣାଇବେ।
कलरा का पोक खाई देने ना कि ना पाची गला काठ गुड़ा किसी सुखई देवा नहीं ना खरारे माने कचड़ा ही रोचे साप फाप भी रही ना kita udah udah आजिकल डेट रे बहुत माने निर्यातना है जो बुढ़ी मरुंट विषय निर्यातना शिकार होती झील मैंने नारी मैंने सुरक्षित नहीं तो बापा माँ भाई भाई मान छाड़ी चली जाए किए स्वामी छुआ पिला छाड़ी चली जाए तो कते कौन अच्छी तो देखो तो सांग मैंने जहाँकि आमर ए खाइबा रेडी होती खाइबार अच्छी यहाँ देखी पाथ पखाड़ भात यहाँ हूँ बैगण एवं बिलाती पोड़ार चकटा जहाँकि बहुत भल लगे यहाँ हूँ देखी पारे कलरा भजा गोटे यहाँ देखी पारे यहाँ आमर कहुए यहाँ कौन गोटे पुराना कौन गोटे तरकारी आसने आसब ना ना बड़ी बुढ़ी भी बोलती गला नुआ ये कहीं 8 दिन तक जाओ रागो थी कि नहीं थी अच्छा जानी पाते हैं ना ये लंका राग नहीं था तुम से केते दिन अच्छे से गछड़ा लंका गछड़ा से जो खाई के देती थी एका ना एका जे से किनी थी नहीं लगे छंती हां से गछगा लंका है किंती नहीं मचिया लंका अच्छी ना से गोटे गछड़ा भी देखि थी जे पूरी सेठी से बारी चार बार ए धुई हवा पाखरे सेठी तो सेठी अलगा मची है ना मोर मन नहीं अछि की गोटे लंका गछटा अछि जे बोरा डंके हां डंके छी जे मुई आज एतर जाइतिली उरे देखि नै आगरो जाइतिली उरे देखि छी एंती नि जे कते एंती में तेने ना गरे एते बढी छी ना गछटा एंती केंती के खाई के टिके देखाओ केंती लागुची आज आइटम खाओ भात गरम है लाइन भी नहीं पूरा ये बढ़िया भल होती कहले एबे वर्तमान खाइदवा आम भी गरम अच्छी लुण खाइले कौन हाड़ का पूरा ये
କମ୍ ସେଠି ବହୁତ କମ୍। ଖାଇ ଏତେ ନାଇଁ ଆଉ ହାତରେ ଟିକେ ପକେଇଥିଲି ଆଉ ତରକାରୀ ଯାହା ପଡ଼ିଥିବ ସେତିକି ଆଉ ଏକ୍ସଟ୍ରା ନାହିଁ।